ଚାଲନ୍ତୁ ଆଜି ଆମେ ପଖାଳ ସହ ପଣସ କଠାର ଭଜା କରିବା। ଦେଖନ୍ତୁ ପଣସକୁ ଚାଞ୍ଚିକି ତାକୁ ଧୋଇ ଧାଇକି ମୁଁ ରଖିଛି। ଭଜା ପାଇଁ ପୁରା ପତଳା ପତଳା କାଟିଛି। ଏଇଟା ହିଁ ଭଲ ଲାଗେ ଚାଉଳ ବଟା ଦେଇକି ଭାଜିଲେ। ଆଉ ଅଧା ପଣସକୁ କାଟିକି ରଖିଛି ତରକାରୀ କରିବି, କିନ୍ତୁ ଆଜି ମୁଁ କରିବିନି, କାଲିକି କରିବି। ତାକୁ ଫ୍ରିଜ୍ ରଖିଦେବି। ଛୁଇଁକୁ ମୁଁ କାଟିକି ଧୋଇକି କାଟିକି ରଖିଛି। ଭେଣ୍ଡିକୁ ବି ଧୋଇକି ରଖିଛି। ଆଳୁ ଟିକେ ପ୍ରେସରରେ ସିଝେଇଛି। ଆଳୁ ସିଝା ଟିକେ ପଖାଳରେ ନହେଲେ ଭଲ ଲାଗିବନି। ଭାତ ବସେଇଛି। ଦେଖନ୍ତୁ ପାଣି 2 ଗ୍ଲାସ୍ ଆମେ ଦେବା କଢ଼େଇରେ। ତାପରେ ଆମେ ପଣସକୁ ସିଝେଇଦେବା। ହାଇ ଓ ମିଡ଼ିୟମ୍ରେ ଆମେ ସିଝେଇବା। ଲୁଣ ହଳଦୀ ଆମେ ସ୍ୱାଦ ଅନୁସାରେ ଦେବା। ପରେ ମଧ୍ୟ ଟିକେ ଏଡ଼୍ କରିବା ପାଇଁ ପଡ଼ିପାରେ। ତାପରେ ଆମେ ତାକୁ କଭର୍ କରିଦେବା। କଭର୍ କରିଦେଲା ପରେ 15-20 ମିନିଟ୍ ଭିତରେ ସିଝାଉଛି ଆରାମସେ। ଏଠି ସଜନା ଛୁଇଁ 1 ଗ୍ଲାସ୍ ପାଣିରେ ମୁଁ ଦେଇଦେଲି। ତାକୁ ଲୁଣ ହଳଦୀ ଆମେ ଅଳ୍ପ ଅଳ୍ପ ଦେବା। ଏଥିରେ ଅରୁଆ ଚାଉଳକୁ ବତୁରେଇକି ରଖିବା। ସେଥିରେ ଦେବା ଜିରା, କଞ୍ଚାଲଙ୍କା 3ଟି, ଆମ୍ବ କଷି ଅଦା ଟିକେ ଆଉ ନର୍ମାଲ ଅଦା ଟିକେ ଦେଇକି ଆମେ ତାକୁ ଚିକଣ କରି ବାଟିଦେବା। ଦେଖନ୍ତୁ ଛୁଇଁ ବି ମୋର ହେଇଗଲାଣି। ପଣସ ଆଉ ଟିକେ ସିଝିବା ପାଇଁ ବାକି ଅଛି। ଭାତକୁ ମୁଁ ବନ୍ଦ କରିଦେଇଥିଲି। ତାପରେ ଥଣ୍ଡା ପାଣି ଆମେ ଦେବା। ଦେଖନ୍ତୁ ପଣସ କେତେ ସୁନ୍ଦର ଭାବରେ ସିଝାଇଛି। ପ୍ରେସର ଦେଇଥିଲେ ବେଶୀ ସିଝାଇଥାନ୍ତା ଆଉ ଭାଜି ହେଇନଥାନ୍ତା। କଢ଼େଇରେ ଦେଖନ୍ତୁ ତେଲ ଦେବା, ଜିରା, ହିଙ୍ଗୁ, ଶୁଖିଲା ଲଙ୍କା ଦେଇକି ଭେଣ୍ଡିକୁ ଆମେ ନର୍ମାଲ ଯେମିତି ଭାଜେ ସେମିତି ଅଳ୍ପ ଟିକେ ଲୁଣ ହଳଦୀ ଦେଇକି ଆମେ ତାକୁ ଭାଜିବା। ଦହି 1 ବାଉଲ୍ ଆମେ ଦେବା ଭାତରେ। ତାପରେ ଆମେ ତାକୁ ଲୁଣ ଦେଇକି ପଛରେ ଆମେ ଆମ୍ବ କଷି ଅଦା କଞ୍ଚା ଲଙ୍କା ଦେଇକି ତାକୁ ପୁଣି ବଘାରିବା। ଦେଖନ୍ତୁ ଏଇ ଚାଉଳକୁ ମୁଁ ଗ୍ରାଇଣ୍ଡର ଜାର୍ରେ ଦେଇଥିଲି। ପୁଣି ଏମିତି ଭାବରେ ଆମେ ବାଟିବା। ଆମେ ଯେତିକି ୟୁଜ୍ ଆଣିବା ଯେତିକି ୟୁଜ୍ରେ ଆମର ଆସିବା, ବାକି ତକ ଆମେ ରଖିଦେବା ଅନ୍ୟ କେତେବେଳେ ଆମେ ଭଜା କରିବା ପାଇଁ। ଲୁଣ, ହଳଦୀ, କାଶ୍ମୀରୀ ଲଙ୍କାଗୁଣ୍ଡ, ଟିକେ ବାସ୍ନା ପାଇଁ ହିଙ୍ଗୁ, ବଢ଼ିଆ ଲାଗେ ହିଙ୍ଗୁଟା ବି। ଆଉ ଭେଣ୍ଡି ବି ଦେଖନ୍ତୁ ମୋର ହେଇଗଲାଣି। ତାପରେ ଆମେ ଏଥିରେ ବେସନ ଦେବା 1 ଚାମଚ, ଟିକେ ଦେବା ଧଳା ରାଶି, 1 ଚାମଚକୁ ଧଳା ରାଶି, ଟିକେ କସୁରୀ ମେଥି ଦେଇକି ଆମେ ପୁରା ଭଲ ଭାବରେ ଗୋଳେଇ ଦେବା। କାରଣ ବହୁତ ଭଲ ଲାଗେ ଏସବୁ ଜିନିଷ ମିକ୍ସ କଲେ। ତେଲରେ କଢ଼େଇରେ ତାୱାରେ ଆମେ ତେଲ ସ୍ପ୍ରେଡ଼୍ କରିଦେବା ଭଲସେ। ତାପରେ ଆମେ ଆଣରେ ବୁଡ଼େଇକି ଆମେ ପଣସକୁ ଭାଜିବା। ଆଣଟା ଆମେ ବେଶୀ ବହଳିଆ କରିବାନି କି ବେଶୀ ପତଳା କରିବାନି। ବେଶୀ ବହଳିଆ ମୋଟା ହେଲେ ଭଲ ଲାଗିବନି। କଢ଼େଇରେ ଟିକେ ତେଲ, ତାୱାରେ ଟିକେ ତେଲ ଦେବା। ଟିକେ ଜିରା, ଟିକେ ହିଙ୍ଗୁ ଦେଇକି ଆମେ ସଜନା ଛୁଇଁକୁ ଭାଜିଦେବା। ସେଥିରେ ଆମେ ପକାଇବା ହାଲକା ଲୁଣ ହଳଦୀ। ତ ଆମେ ଆକୁ ଦେଇଥିଲେ, ଅଳ୍ପ ଟିକେ ଲୁଣ ହଳଦୀ ଆମେ ଏଡ଼୍ କରିବା। ଆଉ ସେଥିରେ ଯେଉଁ ଆମେ ଚାଉଳ ବଟା ଥିଲା ତାକୁ ଆମେ ଛିଞ୍ଚିକି ସେଥିରେ ଟିକେ ଟିକେ ପକାଇବା, ଅଳ୍ପ ଅଳ୍ପ। ଆମେ ଏଇଟା ବୁଡ଼େଇକି କରିଥିଲେ ବି ହେଇଥାନ୍ତା, କିନ୍ତୁ ଭଲ ଲାଗିବନି ସେମିତି କଲେ। ଆମ୍ବ କଷି ଅଦା କଞ୍ଚା ଲଙ୍କା ଦେଇକି ତାକୁ ପଖାଳକୁ ବଘାରିଦେବା। ବହୁତ ଟେଷ୍ଟି ଲାଗେ। ଦେଖନ୍ତୁ କେତେ ବଢ଼ିଆ ହେଇଛି। ଭଲ ଲାଗିଲେ ଲାଇକ୍, ସେୟାର,